ଯେମିତି ମନର ଭାବନା ରଖିବ ସେମିତି ହିଁ ପାଇବ। ତେଣୁ ସବୁବେଳେ ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ସୁଖ ହେଉଛି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି। ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି। ଯେଉଁଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ଭାଗ୍ୟ ନଇବାକୁ ବାଧ୍ୟ ହୋଇଥାଏ। ଚେଷ୍ଟା ଜାରି ରଖିଲେ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ। ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ। କାହିଁକି ନା ତୁମକୁ ବୁଝେଇବା ମଣିଷ ତ ବହୁତ ମିଳିବେ, କିନ୍ତୁ ତୁମକୁ ବୁଝିବା ମଣିଷ ଖୁବ୍ କମ୍ ମିଳିବେ। ମନ୍ଦ ଏହା ଏକ ଡଙ୍ଗାର ଛିଦ୍ର ପରି। ଛୋଟ ହେଉ ବା ବଡ଼, ଦିନେ ଏହା ଜୀବନ ଡଙ୍ଗାକୁ ବୁଡ଼େଇ ଦେଇଥାଏ। କାହା ପ୍ରତି ସାବଧାନ ରହିବେ ଆସନ୍ତୁ ଜାଣିବା। ଗର୍ବରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ସମସ୍ତ ସଫଳତାକୁ ନଷ୍ଟ କରିବା ଏବଂ ଆପଣଙ୍କୁ ମୂଲ୍ୟହୀନ କରିବା। ବିଶ୍ୱାସଘାତକତାରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ଭଲ ସମ୍ପର୍କକୁ ଛଡ଼ାଇ ନେବା ଏବଂ ଆପଣଙ୍କୁ ନିରାଶ କରିବା। ଈର୍ଷାରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ଆପଣଙ୍କର ନିଜ ଖୁସିକୁ ପ୍ରଶଂସା କରିବାରୁ ଅନ୍ଧ କରିବା। କ୍ରୋଧରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ମୂର୍ଖତାପୂର୍ଣ୍ଣ କାମ କରିବାକୁ ପ୍ରୋତ୍ସାହିତ କରିବା ଏବଂ ପରେ ଆପଣଙ୍କୁ ଅନୁତାପ କରାଇବା। ଯେମିତି ମନର ଭାବନା ରଖିବ ସେମିତି ହିଁ ପାଇବ। ତେଣୁ ସବୁବେଳେ ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ସୁଖ ହେଉଛି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି। ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି। ଯେଉଁଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ଭାଗ୍ୟ ନଇବାକୁ ବାଧ୍ୟ ହୋଇଥାଏ। ଚେଷ୍ଟା ଜାରି ରଖିଲେ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ। ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ। କାହିଁକି ନା ତୁମକୁ ବୁଝେଇବା ମଣିଷ ତ ବହୁତ ମିଳିବେ, କିନ୍ତୁ ତୁମକୁ ବୁଝିବା ମଣିଷ ଖୁବ୍ କମ୍ ମିଳିବେ। ମନ୍ଦ ଏହା ଏକ ଡଙ୍ଗାର ଛିଦ୍ର ପରି। ଛୋଟ ହେଉ ବା ବଡ଼, ଦିନେ ଏହା ଜୀବନ ଡଙ୍ଗାକୁ ବୁଡ଼େଇ ଦେଇଥାଏ। କାହା ପ୍ରତି ସାବଧାନ ରହିବେ ଆସନ୍ତୁ ଜାଣିବା। ଗର୍ବରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ସମସ୍ତ ସଫଳତାକୁ ନଷ୍ଟ କରିବା ଏବଂ ଆପଣଙ୍କୁ ମୂଲ୍ୟହୀନ କରିବା। ବିଶ୍ୱାସଘାତକତାରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ଭଲ ସମ୍ପର୍କକୁ ଛଡ଼ାଇ ନେବା ଏବଂ ଆପଣଙ୍କୁ ନିରାଶ କରିବା। ଈର୍ଷାରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ଆପଣଙ୍କର ନିଜ ଖୁସିକୁ ପ୍ରଶଂସା କରିବାରୁ ଅନ୍ଧ କରିବା। କ୍ରୋଧରୁ ସାବଧାନ ରୁହ। ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ମୂର୍ଖତାପୂର୍ଣ୍ଣ କାମ କରିବାକୁ ପ୍ରୋତ୍ସାହିତ କରିବା ଏବଂ ପରେ ଆପଣଙ୍କୁ ଅନୁତାପ କରାଇବା।